ॐ रामं लक्ष्मणं पूर्वजं रघुवीरं सीतापतिं सुन्दरं काकुत्स्थं करुणाकरगुणनिधिं विप्लप्रियधार्मिकं राजेन्द्रं सत्यसन्धादशरथतनयं श्यामलं शान्तमूर्तिं वन्दे लोकाभिरामं रघुकुलतिलकं राघवं रावणहरिं मुखं करोति वाचालं पङ्गुलङ्घयतगिरिं जद्रुपातमं वन्दे परमानन्दमाधवं। ये भक्तवत्सल भगवान की जय, मर्यादा पुरुष रामचंद्र की जय, लक्ष्मण लाल जी की जय, भरत लाल जी की जय, शत्रुघ्न लाल जी की जय, सीता देवी की जय, हनुमान जी की जय। मोर प्रिय श्रोता बंधु मान की जय, यूट्यूब कर्मकर्ता मान की जय, से झंकड़वासिनी माँ शारदा को जय। मोर प्रिय श्रोता बंधु से कोदंडधारी विषय आपण मैंने शुणुंट। कोदंडधारी सारा जगत को तुमे करुछ पारी, कोदंडधारी केउं दिन मोहि दर्शन पाइबी, भजुअति मोहि सदा श्रीहरि, कोदंडधारी तुम्भ रूप दर्शन करी भव जल होइबी पारी, दीनहीन बोले भक्त जन सदा करिथांती तोते भजन माली, कोदंडधारी। भक्तवत्सल भगवान की जय। मोर श्रोता बंधु मैंने आपण मान को नमस्कार करी से हरिश्चंद्र राजा विषय रे पूर्व अध्याय आपण शुणी। वर्तमान आपण मानक दयारू सेउठू आरंभ करिबा धर्म आउ हरिश्चंद्र राजा विषय रे कथोपकथन चली। धर्मराजा कहते धर्म बल स्वर्गपुर जीव, स्वर्गपुर को पापी माने किपरि जीवे। राजा कहले प्रजा माने जदि पापी से पापरे पाप भाई के राजा मु केमिति स्वर्गपुर को जीवे। धर्म कहले धन्य राजा तुम्हार उदारता, धन्य तुम्हार प्रजाप्रीति। हाँ ठीक अच्छे प्रजा मान को सांगर धरी स्वर्गपुर को जाई सुख भोग कर आ कौन। तापर राजा अयोध्या को जाई रोहित को राज्याभिषेक कराई राज्यभार दे प्रजा मान को सांगर धरी स्वर्गपुर को गले। रोहिताश्व राजा होई विवाह करी धर्म रे मन दे प्रजा मान को पालन कले। किछि दिन परे तांकर पुत्रटीए हला, नाम देले असित। किछि दिन परे असित युवक हला, राजा हला। तांकर दुई कन्या सहित विवाह हला, किंतु काहारी पुत्र संतान हला नहीं। किछि दिन परे हय हय राजा, तालजंग राजा, शशिबिंदु राजा ये तीन राजांकर असित राजांक सहित शत्रुता थिला। से सकाशे अयोध्या को जाई असित राजांक सहित युद्ध आरंभ कले। घोर युद्ध चलला। असित राजा युद्ध रे हारी जाई घर को आसी दुई राणी को सांगर धरी हिमालय रे जाइकी बास कले। किछि दिन परे असित राजा मृत्युवरण कले, किंतु बड़ राणी गर्भवती थिले। दिने सान राणी खाद्य ईर्षापरायण होई
ଖାଦ୍ୟରେ ବଡ଼ ରାଣୀକୁ ବିଷ ଦେଇଦେଲେ। କାହିଁକିନା ବଡ଼ ରାଣୀର ପୁତ୍ର ହେଲେ ରାଜ୍ୟରେ ଯାଇ ରାଜା ହେବ। ତାପରେ ବଡ଼ ରାଣୀ ବିଷପାନ କରି ଆକୁଳ ହୋଇ ସେଇଠି ଭାର୍ଗବ ଋଷି, ଚ୍ୟବନ ଋଷି ଏ 2 ଜଣ ତପସ୍ୟା କରୁଥିଲେ। ବିକଳରେ ଯାଇ ଆଉ କଷ୍ଟ ସହି ନ ପାରି ଋଷି ଦ୍ୱୟଙ୍କ ପାଖରେ ସେ ତପସ୍ୟା କରୁଥିଲେ। ବହୁ କଷ୍ଟରେ ଯାଇ ଚ୍ୟବନ ଋଷିଙ୍କୁ ନିବେଦନ କରି କହିଲେ, ଯାହା ଯାହା ଘଟିଥିଲା ସବୁ କଥା କହିଲେ। ଚ୍ୟବନ ଋଷିଙ୍କର ଦୟାଭାବ ଆସିଲା। କହିଲେ, ରାଣୀ ବ୍ୟସ୍ତ ହୁଅନା, ବିଷ ତୁମର କିଛି କ୍ଷତି କରିପାରିବ ନାହିଁ। ଏ ପୁତ୍ର ଜନ୍ମ ହେଲା ବେଳେ ଗରଳ ସହିତ ପୁତ୍ର ଜନ୍ମ ହେବ। ସେ ପୁତ୍ର ମହାବଳୀ ପରାକ୍ରମୀ ହେବ। ତାପରେ ରାଣୀ ସୁସ୍ଥ ହୋଇ ନିଜ ଘରକୁ ଗଲେ। କିଛି ଦିନ ପରେ ପୁତ୍ର ଜନ୍ମ ହେଲା, କିନ୍ତୁ ଦେହ ସାରା ବିଷ। ବିଷର ଅନ୍ୟ ନାମ ଗର ବା ଗରଳ। ଗରବଳି ହୋଇଥିବାରୁ ଚ୍ୟବନ ଋଷି ପୁତ୍ରର ନାମ ଦେଲେ ସଗର। ଖାଲି ଶଟା ଆଣିଲେ, ଗରରେ ଯୋଉଠି ଦେଲେ ସଗର ହେଇଗଲା। କିଛି ଦିନ ପରେ ସଗର ଯୁବକ ହେଲା। ତାପରେ ରାଜା ହେଲା। 2 କନ୍ୟା ସହିତ ବିବାହ ହେଲା। କିଛି ଦିନ ପରେ ପ୍ରଥମ ରାଣୀର ପୁତ୍ରଟିଏ ଜନ୍ମ ହେଲା। ତାର ନାମ ଦେଲା ଅସମଞ୍ଜ। ପୁଣି କିଛି ଦିନ ପରେ ସାନ ରାଣୀର 60,000 ପୁତ୍ର ଜନ୍ମ ହେଲା। ଶ୍ରୋତାବନ୍ଧୁ, ଆପଣମାନେ ପୂର୍ବରୁ ଏ କଥା ସବୁ ଶୁଣିଥିଲେ। ଯେଣୁ ବିଷୟବସ୍ତୁରେ ଅଛି, ତେଣୁ ଆମେ କହିବାକୁ ବାଧ୍ୟ। ଏ କଥା ଋଷି କହୁଛନ୍ତି, ବଶିଷ୍ଠ ଋଷି କହୁଛନ୍ତି, ଜନକ ରାଜା ଶୁଣୁଛନ୍ତି। ସେଇଥିପାଇଁ ପୁନରାବୃତ୍ତି ହେଇଛି। 60,000 ପୁତ୍ର ଭୂମି ଖୋଳି ପାତାଳରେ କପିଳ ମୁନିଙ୍କ ଅଭିଶାପରେ ଭସ୍ମ ହେଲେ। ତାପରେ ବଡ଼ ରାଣୀଙ୍କ ପୁତ୍ର ଅସମଞ୍ଜ ଧର୍ମପରାୟଣ ଥିଲେ। ତାଙ୍କ ପୁତ୍ର ଅଂଶୁମାନ ରାଜା। ଅଂଶୁମାନ ରାଜାଙ୍କ ପୁତ୍ର ଭଗୀରଥ ରାଜା। ଭଗୀରଥ ରାଜା ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣି ପିତୃପୁରୁଷଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ପୁତ୍ର ପୁରଞ୍ଜୟ ରାଜା। ଯେତେବେଳେ ଦେବତା ଅସୁର ଯୁଦ୍ଧ ଲାଗିଥିଲା, ସେତେବେଳେ ବୃଷରୂପ ହୋଇ ଇନ୍ଦ୍ରଙ୍କ ମୁଣ୍ଡରେ ବସି ଯୁଦ୍ଧ କରି ଅସୁରମାନଙ୍କୁ ମାରିଥିଲେ ବୋଲି ତାଙ୍କ ନାମ। କାକୁସ୍ଥ ଇନ୍ଦ୍ର ଦେଇଥିଲେ। ସେଇଦିନଠାରୁ କାକୁସ୍ଥ ନାମରେ ପରିଚିତ ହେଲେ। କାକୁସ୍ଥ ରାଜାଙ୍କ ପୁତ୍ର ସୌଦାସ ରାଜା। ଦିନେ ସୌଦାସ ରାଜା ମୃଗୟା କରିବାକୁ ଯାଇଥିଲେ। ମୃଗ ଖୋଜୁ ଖୋଜୁ ଦେଖିଲେ 2 ଜଣ ରାକ୍ଷସୀ ବାଘୁଣୀ ରୂପ ହୋଇ କାମ ଭୋଗରେ ମାତିଛନ୍ତି। ରାଜା ସର ମାରିଲେ। ବାଘକୁ ଆଗେ ମାରିଲେ। ବାଘ ପେଟରୁ ସର ଫୁଟିଗଲା। ଛଟପଟ ହୋଇ ନିଜ ରୂପ ଧରି ଅସୁର ହୋଇ ମରିଗଲା। ବାଘୁଣୀ ସୌଦାସ ରାଜାଙ୍କୁ ବ୍ରହ୍ମା ଅଭିଶାପ ଦେଲେ। ମୋର ପ୍ରିୟ ଶ୍ରୋତାବନ୍ଧୁ, ପୁଣି ଭିଡ଼ିଓ ବଡ଼ ହେଇଗଲେ କିଛି ଶ୍ରୋତାବନ୍ଧୁମାନେ ଦେଖି ନ ପାରନ୍ତି। ତେଣୁ ମୋର ତ ସବୁବେଳେ ଶ୍ରୋତାବନ୍ଧୁମାନଙ୍କୁ ସେ ମୋର ପ୍ରଭୁ, ସେଇମାନଙ୍କୁ ଡର। ଯଦି କମ୍ ଦେଖିବେ, ଭିଡ଼ିଓଟି ଆଗକୁ ଯିବ ନାହିଁ। ତେଣୁ ମୋର ଶ୍ରୋତାବନ୍ଧୁମାନଙ୍କ ଦୟାରେ ଆମେ ନିମିତ୍ତ ମାତ୍ର। ଏଣୁ ଯଦି କିଛି ଭୁଲ ହେଉଥାଏ,
ଆପଣମାନେ କ୍ଷମା ଦେବେ। ଏଣୁ ମୋର ଶ୍ରୋତାବନ୍ଧୁମାନଙ୍କୁ ନିବେଦନ, ଆପଣମାନେ ଏ ଧାରାବାହିକ ରାମାୟଣ କଥା ସବୁଦିନ ଶୁଣିବେ। ଯଦି ଭଲ ଲାଗେ ତାହେଲେ ଟିକେ ସବସ୍କ୍ରାଇବ୍ ମନେକରି ସମସ୍ତେ କରିବେ। କାହିଁକିନା ଏ ଅନୁଷ୍ଠାନ ଆପଣଙ୍କର ଏ ଦିନହୀନ କ'ଣ କହି ଆପଣମାନଙ୍କୁ ସନ୍ତୁଷ୍ଟ କରିବ। ଯାହା ହଉ ଏତିକି ଖୁସି, ଯେଉଁ ବୟସରେ ନ ଦେଖିବା କଥା ସେଇ ବୟସର ମୋର ଶ୍ରୋତାବନ୍ଧୁମାନେ ଦେଖୁଛନ୍ତି। ଯାହା ହଉ ଜଗତ ଏଥିପାଇଁ ଭଲ ରହିବ। ଏଣୁ ମୋର ସବିନୟ ଅନୁରୋଧ କରି ମୋର ଶ୍ରୋତାବନ୍ଧୁମାନଙ୍କୁ ପୁନର୍ବାର ନମସ୍କାର କରି ଏହି ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ରାମନାରାୟଣଙ୍କୁ ନମସ୍କାର କରି ଏ ବିଶ୍ୱକୁ ଭଲରେ ରଖନ୍ତୁ। ତା ସହିତ ଶ୍ରୋତାମାନଙ୍କୁ ମଧ୍ୟ, ତାଙ୍କର ପରିବାରମାନଙ୍କୁ ମଧ୍ୟ ଏତିକି କହି ବିଦାୟ ନେଉଛି। ଜୟ ଶ୍ରୀରାମ।